ଧ୍ୟାନ ପ୍ରାର୍ଥନା ଏପ୍ରିଲ 18, 1914। କାଲି ସନ୍ଧ୍ୟାରେ ଶେଷ ଆବରଣ ପ୍ରାୟ ଅପସରି ଯାଇଥିଲା। ଅନ୍ଧ ଓ ଅଜ୍ଞାନପୂର୍ଣ୍ଣ ବ୍ୟକ୍ତିତ୍ୱର ଦୁର୍ଗ ପ୍ରାୟ ଆତ୍ମସମର୍ପଣ କରିଥିଲା। ଏହା ହିଁ ପ୍ରଥମ ଥର ପାଇଁ ମୁଁ ବୁଝିପାରିଲି ଯଥାର୍ଥରେ ନୈର୍ବ୍ୟକ୍ତିକ ସେବା କ'ଣ ଏବଂ ଯେଉଁ ବାଧା ମୋତେ ସର୍ବାଙ୍ଗୀନ ସିଦ୍ଧିଠାରୁ ଦୂରରେ ରଖିଥିଲା, ତାହା ଯେପରି ମନେ ହେଲା ଖୁବ୍ ଭଙ୍ଗୁର ଏବଂ ପ୍ରାୟ ଅନ୍ତର୍ହିତ। କିନ୍ତୁ ବାହ୍ୟ କର୍ତ୍ତବ୍ୟର ପ୍ରୟୋଜନ ଏହି ଶ୍ରେୟସ୍କର ଏବଂ ସୁଖପ୍ରଦ ଭାବଧାରାରୁ ମୋତେ ବାହାରକୁ ଟାଣି ଆଣିଛି ଏବଂ ମୁଁ ବାଧ୍ୟ ହୋଇ ସେହି ସମୟରେ ବାହ୍ୟ ଚେତନାକୁ ଫେରି ଆସିବାରୁ ଆବରଣ ପୁଣି ପଡ଼ିଯାଇଛି। ଆହୁରି ପୂର୍ବାପେକ୍ଷା ଘନ ଅନ୍ଧକାର ଦେଖାଦେଇଛି। ଏତେ ପ୍ରଜ୍ୱଳ ଆଲୋକ ପରେ ରାତ୍ରିର ଅଚେତନା ମଧ୍ୟରେ କାହିଁକି ମୋର ପତନ ହେଲା? ହେ ପ୍ରଭୁ, ହେ ଭଗବାନ, ତୁ କ'ଣ ମୋତେ ଶେଷରେ ଅଜ୍ଞାନରୁ ମୁକ୍ତ ହେବାକୁ ଦେବୁ ନାହିଁ? ତୋ ସଙ୍ଗେ ଏକ ହେବାକୁ ଦେବୁ ନାହିଁ? ବର୍ତ୍ତମାନ ମୁଁ ଦେଖିପାରୁଛି, ସୁସ୍ପଷ୍ଟ ଭାବେ ଜାଣିପାରୁଛି, ପୃଥିବୀରେ ମୋର କାର୍ଯ୍ୟ କ'ଣ ତାହା କ'ଣ ମୁଁ ସଂଚିତ କରିବାକୁ ସମର୍ଥ ହେବି ନାହିଁ? ତାହେଲେ କ'ଣ ମୁଁ ଅଜ୍ଞାନ ମଧ୍ୟରେ, ମୋହ ମଧ୍ୟରେ ଚିରକାଳ ଆବଦ୍ଧ ରହିବି? ଏତେ ମହାନ ଓ ବିଶୁଦ୍ଧ ଆଲୋକ ପରେ କାହିଁକି ଏ ରାତ୍ରି? ମୋର ସମଗ୍ର ସତ୍ତା ଦୁଃଖ ଜର୍ଜରିତ ହୋଇ ମିନତି କରୁଛି, ହେ ଭଗବାନ, ମୋତେ ଦୟା କର। ହେ ଭଗବାନ, ମୋତେ ଦୟା କର।